ମାଛ ଖାଏ ସେ ମାଂସ ବି ଖାଏ ତା ସହିତ କ୍ଷୀର ବି ପିଏ ସବୁବେଳେ ଘରେ ପଡ଼ି ରହିଥାଏ। କହିପାରିବ ସେ କିଏ? କହିପାରିବିନି କୋଶ୍ଚିନ୍ ଆଉଥରେ ପଚାର। ମାଛ ଖାଏ ସିଏ ମାଂସ ବି ଖାଏ ହଁ ତା ସହିତ କ୍ଷୀର ବି ପିଏ ଆଉ ସବୁବେଳେ ଘରେ ପଡ଼ି ରହିଥାଏ। କୁକୁର 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 କ୍ଷୀର ପିଏ। ବିଲେଇ 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 ତାପରେ କୁହ ମୂଷା 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 ତାପରେ ନେଉଳ 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 ଯୋଉଟା ହେଲେ ତ ବାଜିବ ଆଉ। ନାଇଁ ବିଲେଇଟା ଠିକ୍ ଟି? ହୁଁ ବିଲେଇ ଠିକ୍ ଯେ ଆଗ କୁକୁର 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 ବିଲେଇ 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 ତାପରେ ନାଇଁ ମୂଷା ନାଇଁ ତମେ ମୂଷା। କହିଲ ଘରେ ଜଗେ କୁକୁର ବି ଘର ଜଗେ କିନ୍ତୁ କୁକୁର କ୍ଷୀର ପିଏନି। ହୁଁ କୁକୁର ଦହି ଖାଏ। ହୁଁ ଆଉ ଯେତେବେଳେ କ୍ଷୀର ପିଇବା କଥା ଭାବିଲା ବେଳକୁ ବିଲେଇ କହିଲି। ହଁ ଭିତରେ ଥିବା ସିଆଡ଼ି ଜାଗିଗଲା। ସାଥିରେ ଥାଏ କିନ୍ତୁ ଧରା ଦିଏ ନାହିଁ କେବେ ସାଥି ଛାଡ଼େ ନାହିଁ କିନ୍ତୁ ଅନ୍ଧାର ଆସିଲେ ଲୁଚି କୁଆଡ଼େ ଭାଗିଯାଏ। କହିପାରିବ ସେ କିଏ? ମୁଁ ଆଉଥରେ ସାଥିରେ ଭଲସେ ଥାଏ କହୁଛି ହେଲା। ସାଥିରେ ଥାଏ କିନ୍ତୁ ଧରା ଦିଏ ନାହିଁ କେବେ ସାଥି ଛାଡ଼େ ନାହିଁ କିନ୍ତୁ ଅନ୍ଧାର ଆସିଲେ ଡରି ଛାଡ଼ି ଚାଲିଯାଏ। କହିପାରିବ ସେ କିଏ? କେଡ଼େ କେଡ଼େ କଣ ଅମୁଲ ଖଣ୍ଡ ପଡ଼ିଛି। ଛାଇ ଛାଇ ହୁଁ ଛାଇ ଛାଇ। ଠିକ୍ ଉତ୍ତର।